ମୁଁ ଆଜି ଗୋଟେ ପିଟିସନ ଫାଇଲ କରିଛି ନ୍ୟାସନାଲ କମିଶନ ଫର ସିଡ୍ୟୁଲ୍ଡ ଟ୍ରାଇବ୍ସ ତାଙ୍କର ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ୟଙ୍କୁ। ଏଇଟା ହେଉଛି ସେ ପିଟିସନ। ଏଇ ପିଟିସନଟି ହେଉଛି ଯେ ତୁରନ୍ତ ଗୋଟେ ହାଇ ଲେଭେଲ କମିଟି ଗଠନ କରାଯାଉ, ତାଙ୍କୁ ପଠାଯାଉ ଏବଂ ଗୋଟେ ଏନକ୍ୱାରି ଇମିଡିଏଟଲି ଇନଷ୍ଟିଚ୍ୟୁଟ୍ କରାଯାଉ ସିଜିମାଳିରେ ଯେଉଁ ପ୍ରକାର ଭାବରେ ପୋଲିସ ବର୍ବରତା ଦେଖାଗଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଚେଷ୍ଟା କଲି ତାଙ୍କୁ ଭେଟିବା ପାଇଁ, ସେତେବେଳେ ଜଣାପଡ଼ିଲା କି ସେ ମଧ୍ୟପ୍ରଦେଶ ଯାଇଛନ୍ତି ବୋଲି। ମୁଁ ତାଙ୍କୁ ଫୋନରେ ଯୋଗାଯୋଗ କଲି। ସେ ମଧ୍ୟ ବହୁତ ଆଦରର ସହିତ ଏବଂ ସମ୍ମାନର ସହିତ ମୋ ସହିତ କଥା ହେଲେ, ଜାଣିବାକୁ ଚାହିଁଲେ କେଉଁ ବିଷୟରେ ଏଇଟା ଅଛି। ତାଙ୍କୁ ସିଜିମାଳି ବିଷୟରେ ଯେତେବେଳେ ବୁଝେଇଲି ଯାହା ଯାହା ଘଟଣା ଘଟିଛି, ଶ୍ରୀ ଅନ୍ତର ସିଂ ଆର୍ୟ ଚେୟାରପର୍ସନ ନ୍ୟାସନାଲ କମିଶନ ଫର ସିଡ୍ୟୁଲ୍ଡ ଟ୍ରାଇବ୍ସ, ସେ ମୋତେ କହିଲେ ଫୋନରେ କି ଆପଣ ସବୁ ବିଷୟ ପଠାଇ ଦିଅନ୍ତୁ। ମୁଁ କହିଲି ମୁଁ ଇମେଲ କରିଛି, ଚିଠି ଲେଖିଛି ଏବଂ ସେ କହିଲେ କି ମୁଁ ଯାଉଛି ମଧ୍ୟପ୍ରଦେଶକୁ, ତାପରେ ଆଉ ଗୋଟେ ଦୁଇଟା ଜାଗାକୁ ଯାଇକି 18 ତାରିଖ ଦିନ ଫେରିବି, 19ରେ ଆପଣ ମୋତେ ଭେଟନ୍ତୁ। ମୁଁ କହିଲି ମୁଁ 19ରେ ଭେଟିବି, କିନ୍ତୁ ମୁଁ କହିଲି ଯେହେତୁ ଏସବୁ ଡକ୍ୟୁମେଣ୍ଟ ଗୁଡ଼ିକ ମୁଁ ଇମେଲ କରିଛି, ଆପଣଙ୍କୁ ପଠେଇଛି, ଆପଣ ଟିକେ ଅଫିସକୁ ଆପଣଙ୍କର କୁହନ୍ତୁ ଇମିଡିଏଟଲି ଇନଷ୍ଟିଚ୍ୟୁଟ୍ କରିବା ଗୋଟେ ଏକ୍ଜାମିନେସନ ଫର ଅର୍ଜେଣ୍ଟ ଇନକ୍ୱାରି ଇନ୍ ଟୁ ଦିସ୍ ମ୍ୟାଟର। କହିଲେ ଡେଫିନେଟଲି ମୁଁ ଏ ବିଷୟରେ ଚିନ୍ତିତ ଏବଂ ଯାହା ଉଚିତ ପଦକ୍ଷେପ ହେଇପାରିବ ଆମେ ନିଶ୍ଚୟ ନେବା। ସୋ ମୁଁ ଆଶା କରୁଛି କି ନ୍ୟାସନାଲ କମିଶନ ଫର ସିଡ୍ୟୁଲ୍ଡ ଟ୍ରାଇବ୍ସ ୟା ଉପରେ ଇଣ୍ଟରଭିନ୍ କରିବେ, ଆମର ସିଜିମାଳିରେ ଯେଉଁ ଆଦିବାସୀ ଭାଇ ଭଉଣୀମାନେ ଅଛନ୍ତି ତାଙ୍କୁ ସୁରକ୍ଷା ମିଳିବ। ଧନ୍ୟବାଦ।